ରାମଇ ଦେଉ କାଲି ଯୁବରାଜୁ ସଜଇ ସୁଲୋଚନୀ ମଙ୍ଗଳ ସାଜୁ ଦଲକି ଉଠେଇ ଶୁଣି ହୃଦୟ କଠୋରୁ ଜନୁ ଛୁଇଁ ଗଉ ପାଖବର ତୋରୁ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। श्री भक्तवत्सल भगवान की जय। मर्यादा पुरुष रामचंद्र की जय। लक्ष्मण लाल जी की जय। भरत लाल जी की जय। शत्रुघ्न लाल जी की जय। सीता देवी की जय। संकट मोचन हनुमान जी की जय। मोर प्रिय छात्र बंधु मान को नमस्कार करी आरंभ करने को जाऊँ। ये धारावाहिक रामायण कथा आपण पूर्व शुणी राम रावण जो दशरथ पकईदे जहाँ मागिब देवी कैकेयी बहुत खुशी हो गला। से खुशी रे दशरथ कहते काली मु राम को युवराज पद देउछि तेणु ए सुनयने तुम्हें मंगल साहय निजक सजाओ। एतिकी शुणिदेवा मात्रे कैकेयी कठोर हृदय पूरा चमकी उठिला। से कथा तो तांको हृदय भितर नहीं। तांको हृदय भितर तो विपरीत कथा अच्छी। सत्य जेपरी कहीं तांकर पाचिला पथर हाथ मारिदेला कि सेमती कैकेयी लगिला। दशरथ भावुं कैकेयी एक कथा शुणिक बेसी खुशी हे। ए से पीर बिहसी तेहि गई चोर नारी जिमि प्रगति न रई लखहीन भूट कपट चतुराई कोटि कुटिल मणि गुरु पढ़ाई। श्रीराम जय जय राम जय रघुनंदन जय घनश्याम। बोल रामचंद्र की जय। चोरर स्त्री जेपरी प्रकाश्य कांदे नहीं भितर भितर कांदे कैकेयी सेहीपरि मनर सही दारुण व्यथा को लुचाई कि रखिदे जेहेतु कोटि कुटिलांक शिरोमणि गुरु मंथरा इमिति कैकेयी ताको मानुचंती। तांको चातुरी शिखाइथिला कपट शिखाइथिला। तेणु राजा तांकर सही कपट चातुरी को लक्ष्य आउ करिपारले नाही। राजा जानिबे केमिति से निष्कपट लोक ता मन भितर एभली कथा लुचिक रही बोली केमिति जानिबे। यद्यपि नीति निपुण नर नाहु नारी चरित जल निधि अवगाहु कपट सनऊ बढ़ाई बहोरी बोली बिहसी नयन महु मोरे। श्रीराम जय जय राम जय रघुनंदन जय घनश्याम। भक्त भगवान की जय। यद्यपि राजा नीति निपुण तथापि स्त्री चरित्र हेउछि एक अगाध समुद्र। कैकेयी कपट ब्रह्म बढ़ी जाइछि ऊपर को प्रेम देखौछि आखि और मुह मोड़ी बांक चाहाणी रे हसी हसी कहउछंती मागु मागु पेई कहु प्रिय कबहु न देहु न लेहु दे न कहु वरदान दुई ते उपाय तो संदेह श्यावर रामचंद्र शंकर हरि ओं भजु मंगल भवनय मंगल हारी द्रवौ दशरथ अजिर बिहारी। हे राम जय राम राम जय रघुनंदन जय घनश्याम। हे भक्तवत्सल भगवान की जय। हे प्रियतम कैकेयी कहूँ आपण माग माग बोली तो कही होउछंती किंतु दियानिया बेलू किछि नाही कहीं जना पड़ुनी। तो आपण मते दुईटी वर देवे बोली जहाँ कही सेतक मिलवा भी संदेह।
ଜାନଉ ମୋର ମୁଦ୍ରାଉ ହସି କହି ତୁମଇ କୋହାବ ପରମ ପ୍ରିୟ ଖାତିରା କିନ ମାଗିହୁ କାହୁ ବିସରି ଗୟହୁ ମୁଇ ମୋର ଶୁଭାଉ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ରାଜା ହସି ଦେଇ କହିଲେ, ଓହୋ, ଏତେବେଳେ ଯାଇ ମୁଁ ତୁମ ଉଦ୍ଦେଶ୍ୟ ବୁଝିପାରିଲି। ତେଣୁ ତୁମର ଏହି ଅଭିମାନ କରିବାଟା ମୋତେ ଖୁବ୍ ଭଲ ଲାଗିଲା। ସେ ଆଉ ଜାଣିପାରୁନାହାନ୍ତି ଏମିତି କଥା ଅଛି ବୋଲି। ପ୍ରକୃତରେ ଦେଖିବାକୁ ଗଲେ ତୁମେ ସେଇ ବଡ଼ ଦୁଇଟି ମୋ ପାଖରେ ସାଇତି ରଖିଦେଇ ଆଜି ଯାଏଁ କେବେ ହେଲେ ମାଗିଲ ନାହିଁ। ମୋର ତ ଭୋଳା ସ୍ୱଭାବ ତୁମେ ଜାଣିଛ। ସେଇଥିପାଇଁ ମୁଁ ବି ତାହା ଭୁଲି ଯାଇଛି। ଯୋଉଠେଉ ହମଇ ଦୋଷ ଜନି ଦେହୁ ଦୁଇ କେଇ ଚାରି ମାଗି ମୋକୁ ଲେହୁ ରଘୁକୁଳ ରୀତି ସଦା ଚଲି ଆଇ ପ୍ରାଣ ଯାଉ ବରୁ ବଚନ ନ ଯାଇ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ମିଛଟାରେ ମୋତେ ଦୋଷ ଦିଅ ନାହିଁ। ଚାହିଁଲେ 2ଟା ବଦଳରେ 4ଟା ବର ମାଗିନିଅ। ଦଶରଥଙ୍କ ପ୍ରେମ ବିହଳ। ଯାହା ନେଉଛୁ ନେଇଯା, ମୁଁ ଟିକେ କେମିତି ତମ ସହିତ ମନ ଦିଆନିଆ କରିବି। ଉଦ୍ଦେଶ୍ୟ ଦଶରଥଙ୍କର ଏହା। ପ୍ରାଣ ବରଂ ଚାଲିଯିବ, ବଚନ ଯିବ ନାହିଁ। ଆମ ରଘୁକୁଳରେ ସର୍ବଦା ଏହି ରୀତି ବହୁତ ଦିନରୁ ଚଳି ଆସିଛି। ନହି ଅସତ୍ୟ ସମ ପାତକ ପୂଜା ଗିରି ସମ ଦୋହିକି କୋଟିକ ଗୁଞ୍ଜା ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ସଦା ମୂଲ୍ୟ ସବ ସୁକୃତି ସୁହାଏ ବେଦ ପୁରାଣ ବିଦିତ ମନୁ ଗାଏ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତ ବତ୍ସଳ ଭଗବାନ କି ଜୟ। ଅସତ୍ୟ ପରି ପାପ ରାଶି ଆଉ ନାହିଁ। କୋଟି କୋଟି କାଇଁଚ ମିଶିଗଲେ ସୁଦ୍ଧା କ'ଣ କେବେ ହେଲେ ପର୍ବତ ସମାନ ହୋଇପାରିବ? ସତ୍ୟ ହିଁ ସକଳ ପୁଣ୍ୟର ମୂଳ। ଏ କଥା ବେଦ ଓ ପୁରାଣରେ ବି ପ୍ରସିଦ୍ଧ ଏବଂ ମନୁ ମଧ୍ୟ ଏହା କହିଛନ୍ତି। ଦଶରଥ ଏକଥା କହୁଛନ୍ତି। ତେଇ ପର ରାମ ଶପଥ କରି ଆଇ ସୁକୃତ ସନେ ଅଧୀର ଘୁରାଇ ବାତ ଦୃଢ଼ାଇ କୁମତି ହସି ବୋଲି କୁମତକୁ ବିହଙ୍ଗ କୁଲ ଜନୁ ଖୋଲି ଶ୍ରୀରାମ ଜୟ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ତା ଛଡ଼ା ମୁଁ ପୁଣି ଶ୍ରୀରାମଙ୍କ ରାଣ ପକାଇ ଦେଇଛି। ଶ୍ରୀ ରଘୁନାଥ ହେଉଛନ୍ତି ମୋର ପୁଣ୍ୟ ଓ ସ୍ନେହର ଚରମ ସୀମା। ଏପରି ଭାବରେ ରାଜାଙ୍କ ଦ୍ୱାରା କଥାଟିକୁ ପକ୍କା କରିଦେଇ ଦୁର୍ବୁଦ୍ଧି କକେଇ ହସି ହସି କହିବାକୁ ବସିଲେ। ମନେ ହେଲା ସତେ ଯେପରି ସେ ନିଜର କୁବିଚାର ରୂପୀ ଦୁଷ୍ଟ ବୀଜ ପକ୍ଷୀରୁ ଆଖିରୁ ଅନ୍ଧପୁଟୁଳି ଖୋଲିଦେଲେ କି। ଭୂପ ମନୋରଥ ସୁଭଗ ବହୁ ସୁଖ ସୁବିହଙ୍ଗ ସମାଜୁ ଭିଲିନି ଜିମି ଛାଡ଼ନ ସହିତ ବଚନୁ ଭୟଙ୍କରୁ ବାଜୁ ସିୟାବର ରାମଚନ୍ଦ୍ର ଶଙ୍କର ହରି ଭଜୁ ମଙ୍ଗଳ ଭବନୟ ଅମଙ୍ଗଳ ହାରି ଦ୍ରବହୁ ସଦଶରଥ ଅଜିର ବିହାରୀ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ସେ ଭକ୍ତବତ୍ସଳ ଭଗବାନ କି ଜୟ। ରାଜାଙ୍କ ମନୋରଥ ଥିଲା ସୁନ୍ଦର ବର୍ଣ୍ଣଟିଏ ପରି। ସେଥିରେ ସୁଖ ଥିଲା। ସୁନ୍ଦର ପକ୍ଷୀମାନଙ୍କ ସମାଜ,
କୈକେୟୀ ଥିଲେ ଜଣେ ସପରି ପରି, ଯିଏକି ପକ୍ଷୀମାନଙ୍କୁ ଆକ୍ରମଣ କରିବାକୁ ନିଜର ବଚନ ରୂପୀ ଭୟଙ୍କର ବୀଜ ପକ୍ଷୀକୁ ଛାଡ଼ି ଦେବାକୁ ଚାହୁଁଥିଲେ। ସୁନଉ ପ୍ରାଣ ପ୍ରିୟ ଭାଗବତ ଜିକା, ଦେହୁ ଏକ ବର ଭରତ ଟୀକା, ମାଗଉଁ ଦୁସର ବର କର ଜୋରି, ପୁର ହଉ ନାଥ ମନୋରଥ ମୋରି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। କୈକେୟୀ କହିଲେ, ହେ ପ୍ରାଣପ୍ରିୟ, ଶୁଣନ୍ତୁ, ମୋ ମନ ମୁତାବକ ପ୍ରଥମେ ଏହି ବରଟି ଦିଅନ୍ତୁ ଯେ ଭରତର ରାଜତିଳକ ହେବ, ସେ ରାଜଗାଦିରେ ବସିବ, ତାକୁ ରାଜା କରାଅ। ଏବଂ ହେ ନାଥ, ଦ୍ୱିତୀୟ ବରଟି ବି ମୁଁ ହାତ ଯୋଡ଼ି ମାଗୁଛି, ମୋ ମନୋରଥ ପୂର୍ଣ୍ଣ କରନ୍ତୁ। ତାପସ ବେଶ ବିଶେଷ ଉଦାସୀ, 14 ବରଷି ରାମ ବନବାସୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଶୁନି ମୃଦୁ ବଚନ ଭୂପ ହି ଅଶୋକୁ, ଶଶୀ କର ଛୁଅତ ବିକଲ ଜିମି କୋକୁ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ରାମ ତପସ୍ୱୀ ବେଶରେ ଅତ୍ୟନ୍ତ ଉଦାସୀନ ଭାବରେ ରାଜ୍ୟ ଓ କୁଟୁମ୍ବ ପ୍ରତି ସମ୍ପୂର୍ଣ୍ଣ ଅନାସକ୍ତ ହୋଇ ମୁନିଙ୍କ ପରି 14 ବର୍ଷ ପର୍ଯ୍ୟନ୍ତ ବନରେ ନିବାସ କରିବେ। କୋମଳ ଚନ୍ଦ୍ର କିରଣର ସ୍ପର୍ଶରେ ଚକ୍ରବାକ ବିକଳ ହୋଇଗଲା ପରି କୈକେୟୀଙ୍କ କୋମଳ ବଚନ ଶୁଣି ରାଜାଙ୍କ ହୃଦୟ ଶୋକାକୁଳ ହୋଇଗଲା। ଗୟସୀ ସଂୟମିନହୁ କଛୁ କାହି ଆୟା, ଜନୁ ସଚନ ବନ ଛପଟେ ଉଲାୟା। ବିବରଣ ଭୟ ନିପଟ ନର ପାଲୁ, ଦାମିନୀ ହନେ ମନହୁ ତରୁ ତାଲୁ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ରାଜା ହଠାତ୍ ଛାନିଆ ହୋଇଗଲେ, ତାଙ୍କ ପାଟିରୁ ଆଉ କଥା ବାହାରିଲା ନାହିଁ। ଜାଣନ୍ତୁ, ଗୁଣ୍ଡୁରି ଚଢ଼େଇ ଉପରେ ଛଞ୍ଚାଣ ଝାପ ମାରିଦେଲା। ରାଜା ଏକାବେଳକେ ବିବର୍ଣ୍ଣ ହୋଇଗଲେ। ଦେଖି ମନେ ହେଲା ସତେ ଯେପରି ତାଳଗଛ ଉପରେ ବଜ୍ରପାତ ହୋଇଗଲା କି। କ'ଣ କରିବେ, ଏକଥା କହିବ ବୋଲି ତାଙ୍କର ଧାରଣା ନଥିଲା। ମୁଣ୍ଡରେ ହାତ ଦେଇ ଦୁଇ ଆଖି ବୁଜି ଦେଇ ରାଜା ଏପରି ଚିନ୍ତାରେ ବୁଡ଼ିଗଲେ ଯେ ମନେ ହେଲା ସତେ ଯେପରି ଚିନ୍ତାଇ ସାକ୍ଷାତ୍ ମୂର୍ତ୍ତିମାନ ହୋଇ ଶୋକ କରୁଛି। ସେ ଭାବକୁ ଲାଗିଲେ, ବହୁତ ଭାବିଲେ। ଭାବି ଭାବି କହୁଛନ୍ତି, ହାୟ, ମୋର ମନୋରଥ ରୂପୀ କଳ୍ପବୃକ୍ଷରେ ଫୁଲ ଫୁଟି ସାରିଥିଲା, କିନ୍ତୁ ଫଳ ଧରୁ ଧରୁ କୈକେୟୀ ହସ୍ତିନୀ ପରି ହୋଇ ସେହି କଳ୍ପବୃକ୍ଷକୁ ସମୂଳେ ଉପାଡ଼ି ନଷ୍ଟ କରିଦେଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ପୁଣି ଆପଣମାନଙ୍କ ଦୟା ଥିଲେ ଦାସ ପ୍ରତି ଆଗାମୀ ଅଧ୍ୟାୟରେ ଶୁଣିବେ। ଏତିକି ଆପଣମାନଙ୍କୁ ନିବେଦନ। ଆପଣମାନେ ଏ ଧାରାବାହିକ ରାମାୟଣ କଥା ସବୁଦିନ ଶୁଣିବେ, ସମ୍ପୂର୍ଣ୍ଣ ଶୁଣିବେ। ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏ ଅନୁଷ୍ଠାନ ଆପଣମାନଙ୍କର। ମୁଁ କେହି ନୁହେଁ, ନିମିତ୍ତ ମାତ୍ର। ଏଣୁ ଆପଣମାନଙ୍କୁ ଏତିକି ଅନୁରୋଧ, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସେଇ ରାମନାରାୟଣ ଆପଣମାନଙ୍କର ପରିବାରବର୍ଗଙ୍କର, ମୋର ମା ମାଉସୀ ପିଲାମାନେ, ଗୁରୁ ଗୁରୁଜନମାନଙ୍କର, ଏ ବିଶ୍ୱର ସେଇ ରାମନାରାୟଣ ସର୍ବଦା ମଙ୍ଗଳ କରନ୍ତୁ। ଏତିକି ପ୍ରାର୍ଥନା କରି ମୋର ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି
ବିଦାୟ ନେଉଛି। ଜୟ ଶ୍ରୀରାମ।